ଦେଖନ୍ତୁ ଇଂଲିଶ ବହିରେ ରଜ ଦୋଳି ଇଂଲିଶ ବହିରେ ଦେଖନ୍ତୁ ଏଠି ଅନେକ ପ୍ରକାର ଭୁଲ ଅଛି। ରଜ ଦୋଳି ଗୀତ ଦେଇଦେଇଛି। ତମ ନାଁଟା କଣ? ବିବେକ ପାତ୍ର। ବିବେକ ପାତ୍ର। ଏଇଠି ମୁଁ କରିବି। କେମିତି ପଢା ଚାଲିଛି ଏବେ ସ୍କୁଲରେ? କେମିତି କୋଉ କ୍ଲାସ କେମିତି କଣ ପଢାପଢି ଚାଲିଛି? ଆମ ଶ୍ରେଣୀ ହେଲା ପଞ୍ଚମ। ଆମର ଇଂଲିଶ ବହି କାଢିଦେଲା ଓଡ଼ିଆ ଅକ୍ଷର ବାହାରିଛି। ରଜ ଦୋଳି ଗୀତ ଆମର ଯୋଉ ରଜ ଦୋଳିରେ ତ ଝୁଲିରେ କଟମ ଡାକେ ଆମ ବହି ଖୋଲାକୁ ଆମ ମୁଣ୍ଡ କଟମଟ ହଉଛି ନା। ଓଡ଼ିଆ ପାଠ ବାହାରିଛି, ଇଂଲିଶ ପାଠର ଓଡ଼ିଆ ପାଠ ବାହାରିଛି, ମୁଣ୍ଡ କଟମଟ। ସାର୍ ତ ମୋବାଇଲ ଦେଇକି ପଢୁଛନ୍ତି, ଆମେ କିଛି ପଢିଆ ମୁଣ୍ଡ ଏବେ କଟମ। ରଜ ଦୋଳି କ୍યારે କଟମ ଡାକେ ଘରେ ଝୁଲିছে ରଜରେ କେମିତି? ଏବେ ତ ରଜ ଦୋଳିରେ ଆମ ମୁଣ୍ଡ ଘୁରଉଛି। ସାର୍ ତ ସବୁ ମୋବାଇଲ ଖୋଲିକି ପଢେଇଲେଣି, ଆଉ ଅଧିକାଂଶ ଛୁଆ ଏମିଡି ଆସୁଛନ୍ତି କହିକି ପଢୁଛନ୍ତି। ପଢି ଦଉଛନ୍ତି ଆଉ ମୁଣ୍ଡ ବୁଲଉଛି। ରଜ ଦୋଳି ଝୁଲିଲେ ମୁଣ୍ଡ ଘୁରାଏ। ଏଥରକ ତ ବହି ଖୋଲିବାକୁ ସାର୍ କଣ ମୁଣ୍ଡ ଘୁରଉଛି। ପଢିବା ପାଇଁ କେତେ ଟେନସନ ଲାଗୁଛି? ବହୁତ ଟେନସନ ଲାଗୁଛି, କାହିଁକି ନା ଇଂଲିଶ ପାଠର ଓଡ଼ିଆ ପାଠ ଦେଇଛନ୍ତି। ବିବେକ ପାତ୍ର। ବିବେକ ପାତ୍ର। କୋଉ ବହିରେ କଣ ସବୁ ଇଂଲିଶ ଗୀତ କେମିତି? ଆମ ରଜ ଦୋଳିରେ ଆମର ଇଂଲିଶ ବହିରେ ରଜ ଗୀତ ଦେଇଛନ୍ତି। ଅନେକ ପ୍ରକାର ଭୁଲ ଭାଲ ଅଛି। ରଜ ଦୋଳି ଗୀତ ତ କଟମଟ ହବା କଥା, ଆମ ମୁଣ୍ଡ କଟମଟ ଭୁଲ ଭାଲ ଅଛି।